ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ବାସ୍ତୁ ସେସନ ଆରମ୍ଭ କରିବା। ବାସ୍ତୁ ସେସନ କ୍ରମରେ ଆଜି ଆମେ ପଢିବା ଇମ୍ପ୍ୟୁରିଟିଜ ଅଫ ଲ୍ୟାଣ୍ଡ। ଆମେ ଅଲରେଡି ସଏଲ ଟେଷ୍ଟିଂ ପ୍ରୋସିଜିଅର କମ୍ପ୍ଲିଟ କରିଦେଇଥିଲେ ଏବଂ ସେଇ ପ୍ଲେଲିଷ୍ଟରେ ଏଇ ଭିଡିଓଟି ମଧ୍ୟ ରହିବ। ଏ ଭିଡିଓଟି ଟିକେ ଲମ୍ବା ହେବ ଏବଂ ଆପଣଙ୍କୁ ଏଟା ମୁଁ ଡିଟେଲ କ୍ଲିୟର କରାଇବି। এই ଭିଡିଓକୁ କରିବାର ତାତ୍ପର୍ଯ୍ୟ ହେଲା କି କୌଣସି ଜାଗାରେ ଯେତେବେଳେ ଆମର ମାଟିଟା ଇମ୍ପିଓର ଥାଏ ସେଠି ଯଦି ଆମେ ବାସ୍ତୁ ମତେ ଯେତେ ବି ଘର କରୁ, ଯେହେତୁ ଆମେ ମାଟି ଉପରେ ଘର କରୁଛୁ, ତାହେଲେ ଆମେ ଯେତେ ବାସ୍ତୁର ନିୟମ ମାନିଲେ ମଧ୍ୟ ସେଠାରେ ବାସ୍ତୁର ପୂର୍ଣ୍ଣ ଯୋଉ ଫଳଟା ଆମେ ସେଇ ପ୍ଲଟରୁ ପ୍ରାପ୍ତ କରିପାରୁନା। ତେଣୁ କୌଣସି ମାଟିଟା ପିଓର କି ଇମ୍ପିଓର, କଳୁଷିତ କି ନାହିଁ, ଆଜିକାଲି ବହୁତ ସାରା ମେସିନ ମିଳିଗଲାଣି, ବହୁତ ସାରା ମଡର୍ନ ଟେକ୍ନୋଲୋଜି ଆସିଗଲାଣି ଏବଂ ସେ ମଡର୍ନ ଟେକ୍ନୋଲୋଜିର ଦମ ଉପରେ ନେଇକି ସେଠି ମେସିନ ରେ ଚେକ୍ କଲେ ସେଠି ତାର ଅରା ଚେକ୍ କରିକି ଆମେ ଜାଣିପାରିବା ଯେ ମାଟିରେ କୋଉଠି ଜାଗାରେ ପ୍ରୋବ୍ଲେମ ଅଛି, ପ୍ରୋବ୍ଲେମ କୋଉଠି ରହିଛି। ଅରା ସ୍କାନର ହିସାବରେ ବହୁତ ସାରା ଅରା ସ୍କାନର ଆସିଗଲାଣି। ସଏଲ ଟେଷ୍ଟିଂ ର ବହୁତ ସାରା ମଡର୍ନ ଇକ୍ୟୁପମେଣ୍ଟ ଆସିଗଲାଣି, ଚେକ୍ କରିହବ। ଯେତେବେଳେ ଆମର କଣ ହଉଥିଲା ନା ସେଇ ଇକ୍ୟୁପମେଣ୍ଟସ ଗୁଡିକ ନଥିଲା, ସେତେବେଳେ ସନାତନ ଧର୍ମର ପରମ୍ପରା, ବେଦିକ ପରମ୍ପରା ହିସାବରେ ସେଇ କଳୁଷିତ ମାଟିର ଟେଷ୍ଟିଂ ହଉଥିଲା, ତାକି ସେତେବେଳେ ଘର ନିର୍ମାଣ କରିବା ପୂର୍ବରୁ ଆମେ ଆଟଲିଷ୍ଟ ମାଟିଟାକୁ ଚେକ୍ କରିପାରୁଛୁ ଆମେ ଯୋଉ ମାଟି ଉପରେ ଘର ନିର୍ମାଣ କରିବାକୁ ଯାଉଛୁ ସେ ମାଟିଟା ଶୁଦ୍ଧ ଅଛି, ପବିତ୍ର ଅଛି, ସେଥିରେ କୌଣସି ଇମ୍ପ୍ୟୁରିଟିଜ ନାହିଁ। ଧର କୌଣସି, ଯେମିତି ଆମେ ଗାଧେଇ ସାରିଲା ପରେ ଠାକୁରଙ୍କୁ ପୂଜା କରୁ, ଗୋଟେ ମନରେ ପବିତ୍ରତା ଆସେ, ଠିକ ସେଇଭଳି ମାଟିଟାକୁ ଚେକ୍ କରିବା ଦ୍ୱାରା ମନରେ ପବିତ୍ରତା ଆସିବ ଯେ ଦେଖ କି ଆମେ ଗୋଟେ ଭଲ ବିନା ଦୋଷ ରହିତ, ଦୋଷ ନଥିବା ମାଟି ଉପରେ ଆମେ ଘର ବର୍ତ୍ତମାନ ନିର୍ମାଣ କରିବାକୁ ଯାଉଛୁ ଏବଂ ସେଇ ଯୋଉ ମାଟି ଉପରେ ନିର୍ମାଣ ହୁଏ ବାସ୍ତୁଶାସ୍ତ୍ର ଅନୁସାରେ ସେଟା ଭଲ ରେଜଲ୍ଟ ଦିଏ। ତାହେଲେ ଆମେ ଦୂଷିତ ପଦାର୍ଥ କାହାକୁ କହିବା, କୋଉ କୋଉ ଗୁଡିକ ସବୁ ଦୂଷିତ ପଦାର୍ଥ ଅଣ୍ଡରରେ ଯାଉଛି? ନା, ଆମେ ଯେତେବେଳେ ଜାଣୁ କି ମାଟି ତଳେ କୌଣସି ବିଭିନ୍ନ ଖଣିଜ ପଦାର୍ଥ କି ସୁନା ରୂପା ହୀରା ଏସବୁ ଜିନିଷ ସବୁ ଥାଏ, ଜଳ ସମ୍ପଦ ମଧ୍ୟ ଥାଏ, ଆଉ ତାହେଲେ ଆମେ କଣ ଏଇଗୁଡାକ ସବୁ ଦୂଷିତ ପଦାର୍ଥ କହିବା କି? ନା, ଏଇ ସୁନା ରୂପା ମାଟି, ସୁନା ରୂପା ହୀରା, ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥ ଯାହା ମନୁଷ୍ୟର ଭଲ ଉପଯୋଗରେ ଆସେ ତାକୁ ଆମେ ଦୂଷିତ ପଦାର୍ଥ ବୋଲି କହିପାରିବା ନାହିଁ। ଆମେ ଏଗୁଡାକୁ ଦୂଷିତ ପଦାର୍ଥ କହିବାନି। ଏଗୁଡାକ ମାଟି ତଳେ ମିଳୁଥିଲେ ମଧ୍ୟ ଏଟା ଦୂଷିତ ପଦାର୍ଥ ନୁହେଁ। ଦୂଷିତ ପଦାର୍ଥ କୋଉ ଗୁଡାକ? ନା, ଯଦି ମଣିଷର ହାଡ, ଜୀବଜନ୍ତୁଙ୍କର ହାଡ କଙ୍କାଳ, ମଣିଷ ଖପୁରି, ଲୁହା ପଥର, କୋଇଲା, ଅଙ୍ଗାର, ଅଧା ପୋଡା କାଠ, ପାଉଁଶ ମାଟି ତଳୁ ବାହାରିଲା, ତାହେଲେ ସେଗୁଡିକ ସବୁ ଦୂଷିତ ଏବଂ ଅପବିତ୍ର ପଦାର୍ଥ। ବାସ୍ତୁବିଦ ବାସ୍ତୁବିତ ମାନେ କଣ କରନ୍ତି ନା, ଯେତେବେଳେ ଘରର ମୂଳଦୁଆ ମାଟି ଖୋଳନ୍ତି, ମୂଳଦୁଆ ଯେତେବେଳେ ଖୋଳାଯାଏ, ଯଦି ସେ ଏଇ ସବୁ ଜିନିଷ ଗୁଡାକ ବାହାରିଲା, ତାହେଲେ ସେମାନେ କଣ କରନ୍ତି ନା କାମ ବନ୍ଦ କରିଦିଅନ୍ତି ଏବଂ ସ୍ଥାନ ଶୁଦ୍ଧି କରିସାରିଲା ପରେ ଯାଇକି ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି। କିନ୍ତୁ ଯଦି ଏଗୁଡା ସବୁ ମାଟି ତଳୁ ବାହାରିଲା ଘର ନିଅ ଖୋଳିଲା ବେଳେ, ଏବଂ ଯଦି ସେଗୁଡାକର ତମେ ତାର କଳୁଷିତ ଟାକୁ ଦୂର ନ କରିବା ପାଇଁ କି କୌଣସି ପ୍ରାବଧାନ ନ କରିକି କୌଣସି ତମେ କରିଦେଲ, ମାନେ ପ୍ରୋବ୍ଲେମ, ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଲ, ତାହେଲେ ତମେ ଜାଣ ଯେ ତମେ ପ୍ରୋବ୍ଲେମରେ ଫସିଗଲ। କାରଣ ତମେ ଯଦି କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ସେ କଳୁଷିତ ମାଟି ଉପରେ, ତାହେଲେ ସିଏ ଆଗକୁ ଯାଇକି ତମକୁ ବାସ୍ତୁ ଜନିତ ବିଭିନ୍ନ ପ୍ରକାର ସମସ୍ୟା ଦବ। କାରଣ ଅଲରେଡି ସେଗୁଡାକୁ ଆମେ ଇମ୍ପ୍ୟୁରିଟିଜ ରେ କାଉଣ୍ଟ କରୁ। କୋଉ କୋଉ ଗୁଡାକ ଆମେ ଇମ୍ପ୍ୟୁରିଟିଜ ରେ କାଉଣ୍ଟ କରୁ? ନା, ମଣିଷ କିମ୍ବା ଜୀବଜନ୍ତୁଙ୍କର ହାଡ, ପାଉଁଶ, ଅଧା ପୋଡା କାଠ, କୋଇଲା, ଅଙ୍ଗାର, ଏଗୁଡା ସବୁ ଆମେ ଇମ୍ପ୍ୟୁରିଟିଜ ରେ କାଲକୁଲେଟ କରୁ। ତେବେ ବାସ୍ତୁବିଦଙ୍କ ମତରେ ମାଟି ଖୋଳିଲା ବେଳେ, ମାଟି ଖୋଳି ସାରିଲା ପରେ ଏଇ ସବୁ ଜିନିଷ ଗୁଡାକ ଆମକୁ ଚେକ୍ କରିବାକୁ ହୁଏ। ଆମେ ଯେତେବେଳେ ଏବେ ତ ଅରା ସ୍କାନର ବାହାରିଗଲାଣି, ଆଜିକାଲି ଆଉ ଏମିତିଆ ଟେଷ୍ଟ କିଛି ହଉନି, ତଥାପି ଆମେ ଏଟା ଜାଣି ରଖିବା କଥା ଯେହେତୁ ଏଟା ବେସିକ୍ସ ଜିନିଷଟା। ଆଗରୁ କଣ ହଉଥିଲା ନା, ସେମାନେ ଗୋଟେ ପଦ୍ଧତି ନିର୍ମାଣ କରିଥିଲେ ଈଶ୍ୱରଙ୍କ ଉପରେ ଡିପେଣ୍ଡେଣ୍ଟ ହେଇ, ଯିଏ ଯାହାର ଇଷ୍ଟ ଦେବ ଥିଲେ, ତାହେଲେ ସେ ସେଇ ସବୁ ଜାଗାର ସେଇ ଇଷ୍ଟ ଦେବଙ୍କୁ ସ୍ମରଣ କରିକି ସେ କାମଟା କରୁଥିଲେ। କେମିତି କଣ କରୁଥିଲେ ସେ ବିଷୟରେ ଆମେ ଜାଣିବା। ଆଜି ବି କିଛି ଜାଗାରେ ଏଇ ସବୁ ଜିନିଷ ପ୍ରଚଳିତ ଅଛି, ଏଇଟା ଶାସ୍ତ୍ର ମତେ। ତ ଚାଲନ୍ତୁ ଏଇଟା ଜାଣିବା। କଳୁଷିତ ମାଟି, ଏଟା ହେଲା କଳୁଷିତ ମାଟି ଏବଂ କଳୁଷିତ ପଦାର୍ଥ ଦୂରୀକରଣ।
ଆଚ୍ଛା, କଳୁଷିତ ମାଟି ତ ମୁଁ କହିଲି କୋଉ କୋଉ ଗୁଡାକ ମିଳିଲେ କଳୁଷିତ ମାଟିକୁ ଇଏ କରୁଥିଲା। ତ ପୂର୍ବରୁ ଏବେ ଆଗରୁ ଏବେ ତ ବହୁତ ସାରା ମେସିନ୍ ହେଇଗଲାଣି, ଏଗୁଡା ସବୁ ଦରକାର ପଡୁନି। ଫିର ବି ପାଠ ହିସାବରେ ଆମେ ଏଟା ଜାଣିଦବା ଉଚିତ। ବାସ୍ତୁବିତ୍ ମାନେ କଣ କରୁଥିଲେ ନା ଏଇଭଳିଆ ଗୋଟେ ଜିନିଷ ବନଉଥିଲେ ଯୋଉଟା କି 9ଟା ଡିରେକ୍ସନ କୁ ଇଏ କରୁଥିଲା। ଏଠି ସବୁ ଅକ୍ଷର ଗୁଡା ଥିଲା ସ, ଏଟା ଅ, ଏଠି ରହୁଥିଲା କ, ବ, ଅ, ଚ, ପ, ତ, ଦ। ଠିକ ଅଛି। ତାହେଲେ ଏଇ ଯୋଉ ଜିନିଷ ଗୁଡାକ ଏଠି ରହିଲା, ଏଇଟା ହେଲା ଉତ୍ତର, ଏଇଟା ହେଲା ଐଶାନ୍ୟ, ଏଇଟା ହେଲା ପୂର୍ବ, ଏଇଟା ହେଲା ଆଗ୍ନେୟ, ଏଇଟା ହେଲା ଦକ୍ଷିଣ, ଏଇଟା ହେଲା ନୈಋତ, ଏଇଟା ହେଲା ପଶ୍ଚିମ, ଏଇଟା ହେଲା ବାୟବ୍ୟ। ଠିକ ଅଛି ନା? ଆମେ ଜାଣିଛେ ବର୍ଣ୍ଣାଶ୍ରମ ମତେ 4 ଜାତି ଅଛନ୍ତି: ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଯେତେବେଳେ ଏଇ ଜାତି ମାନଙ୍କ ଭିତରୁ କୌଣସି ଲୋକ ଘର କରିବାକୁ ଯାଉଥିଲା, ବାସ୍ତୁବିଦ୍ ମାନେ ସେଇ ମାଟିର କଳୁଷିତଟାକୁ ଟେଷ୍ଟ କରିବା ପାଇଁ, ମାଟି କଳୁଷିତରେ ମାଟି ଭିତରେ କଳୁଷିତ ଜିନିଷ କିଛି ଅଛି କି ନାହିଁ, ପାଉଁଶ ଅଛି କି, ଅର୍ଦ୍ଧପୋଡା କାଠ ଅଛି କି, ଲୁହା ପଥର ଅଛି କି, କି ସେ ମାଟି ଭିତରେ ମଣିଷ ହାଡ କଙ୍କାଳ ଅଛି କି, ଜାଣିବା ପାଇଁ ବାସ୍ତୁବିଦ୍ ମାନେ ବ୍ରାହ୍ମଣ ମାନଙ୍କୁ, କ୍ଷତ୍ରିୟ ମାନଙ୍କୁ, ବୈଶ୍ୟ ମାନଙ୍କୁ, ଶୂଦ୍ର ମାନଙ୍କୁ ଏ କଳୁଷିତ ମାଟି ଟେଷ୍ଟିଂ ବେଳେ ତାଙ୍କ ଇଷ୍ଟଙ୍କୁ ସ୍ମରଣ କରି କହୁଥିଲେ କି ବ୍ରାହ୍ମଣ ମାନଙ୍କୁ ଆଗ ଆମର ଜାତି ବର୍ଣ୍ଣ ଆମେ ବୁଝିଗଲେ 4ଟା ଜାତି ଅଛନ୍ତି। ବ୍ରାହ୍ମଣ ମାନଙ୍କୁ କହୁଥିଲେ ଗୋଟେ ଫୁଲର ନାଁ କୁହ, ତମ ଇଷ୍ଟଙ୍କୁ ସ୍ମରଣ କର, ତମ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଗୋଟେ ଫୁଲର ନାଁ କୁହ। କ୍ଷତ୍ରିୟଙ୍କୁ କହୁଥିଲେ କିଏ ଭଗବାନଙ୍କୁ ସ୍ମରଣ କରିବ, ତମ ଇଷ୍ଟଙ୍କୁ ସ୍ମରଣ କରି ଗୋଟେ ନଦୀର ନାଁ କୁହ। ବୈଶ୍ୟଙ୍କୁ କହୁଥିଲେ ତମ ଇଷ୍ଟଙ୍କୁ ସ୍ମରଣ କରି ଗୋଟେ ଫଳର ନାଁ କୁହ। ଏବଂ ଶୂଦ୍ରଙ୍କୁ କହୁଥିଲେ ମାନେ ତମ ଇଷ୍ଟଙ୍କୁ ସ୍ମରଣ କରି ଗୋଟେ ଦେବତାଙ୍କ ନାଁ କୁହ। ଏ ଯେତିକି କୁହାଉଥିଲା ଇଷ୍ଟଙ୍କୁ ସ୍ମରଣ, ଇଷ୍ଟ ବା ଭଗବାନଙ୍କ ସ୍ମରଣ କରି ତାଙ୍କୁ ଗୋଟେ କୋଶ୍ଚିନ୍ ପଚରା ଯାଉଥିଲା। ଯଦି କୌଣସି ବ୍ରାହ୍ମଣ ଲୋକ ହେଇଥିବ, ତାକୁ କୁହାଗଲା ଏଇ ମାଟିରେ ଘର କରିବାକୁ ଯାଉଛି, ତୁ ଗୋଟେ ଭଗବାନଙ୍କୁ ସ୍ମରଣ କରି ଗୋଟେ ଫୁଲର ନାଁ କହ। ସିଏ ଯଦି କହିଲା କି ଫୁଲର ନାଁ, ଗୋଟେ ବ୍ରାହ୍ମଣଙ୍କୁ ପଚରା ଗଲା, ସିଏ ଯଦି କହିଲା ଯେ ମନ୍ଦାର ଫୁଲ ସିଏ କହିଲା ମନ୍ଦାର ଫୁଲ। ଆପଣ ଦେଖନ୍ତୁ ଏଇଠି ଏଇ ଯୋଉ ଟେବୁଲ ଟା ମୁଁ ବନେଇଛି, ଏ ଟେବୁଲଟାରେ କିଛି ଅଛି କି? ନାହିଁ। ତାହେଲେ ଜାଣିବ ଯେ ଟେବୁଲରେ ଯୋଉ ଅକ୍ଷର ଗୁଡାକ ଦିଆଯାଇଛି ସେଠି ମନ୍ଦାର ଫୁଲ ନାହିଁ। ମନ୍ଦାରରେ ପ୍ରଥମ ଅକ୍ଷର ମ ଟା ଏ ଟେବୁଲ ଭିତରେ ନାହିଁ। ତାହେଲେ ଜାଣିବା ଯେ ସେ କୌଣସି ମ, ଅ, କଳୁଷିତ ଜିନିଷ ଏ ଇଏରେ ନାହିଁ, ସେଇ ପ୍ଲଟ ଉପରେ ନାହିଁ। ତାହେଲେ ତାପରେ କଣ, କ୍ଷତ୍ରିୟକୁ ସ୍ମରଣ କରି କୁହାଗଲା ଗୋଟେ ନଦୀର ନାଁ କହ। ସିଏ କହିଲା ଗଙ୍ଗା। ତାହେଲେ ଗଙ୍ଗା ଏଠି କଣ ଗ ଅଛି କି? ସ, ଅ, କ, ବ, ହ, ଚ, ପ, ତ, ଦ ନାହିଁ। ଠିକ ଅଛି। ବୈଶ୍ୟକୁ ସ୍ମରଣ କରି କୁହାହେଲା, ଯଦି ସେ ବୈଶ୍ୟ ଲୋକଟା ହେଇଥାଏ ତାକୁ କୁହାହେଲା ଗୋଟେ ଫଳର ନାଁ କହିଲା, ସିଏ କହିଲା ପିଜୁଳି। ଧର ସେ ପିଜୁଳି କହିଲା, ତାହେଲେ ଦେଖନ୍ତୁ ପିଜୁଳିର ଫାଷ୍ଟ ଅକ୍ଷର ହେଲା ପ, ଏଇଠି ପରେ ଅଛି, ଏଇଠି ପ ଏ ଟେବୁଲରେ ଆଭେଲେବୁଲ ଅଛି। ତାହେଲେ ଆମେ ଜାଣିବା ଯେ କଳୁଷିତଟା ତାର ନୈଋତ୍ୟ କୋଣରେ ଅଛି। ଠିକ ଅଛି। କଳୁଷିତ ପାଇଗଲେ, କଳୁଷିତକୁ ନିବାରଣ କରିବା ପାଇଁ ସେମାନେ ତାଙ୍କର ପ୍ରୋସିଜିଅର ଦେଇଥିଲେ, ଏବଂ ସେ ପ୍ରୋସିଜିଅରକୁ ସେମାନେ କଣ କେମିତି କହୁଥିଲେ ସେଟା ଆଗକୁ ଯାଇ କରିବା। ଧର କିଏ ଶୂଦ୍ରଙ୍କୁ କହିଲା, ଶୂଦ୍ର ଜଣେ ଘର କରିବାକୁ ଯାଉଛି, ତାକୁ ବାସ୍ତୁବିଦ୍ ପଚାରିଲେ ଗୋଟେ ଦେବତାଙ୍କ ନାଁ କହ। ଠିକ ଅଛି। ସିଏ କହିଲା ମୋର ଦେବତା ହଉଛନ୍ତି ବରାହ।
ବରାହ ହଉଛନ୍ତି ମୋ ଦେବତା, ଆଉ ଆମେ ବରାହଙ୍କୁ ପୂଜା କରୁ। ବରାହ ମୋର ଇଷ୍ଟ ଦେବ। ଦେବତାଙ୍କୁ ସ୍ମରଣ କରି ସେ ବରାହ ନାଁ କଲା। ଏଠି ଦେଖନ୍ତୁ ବ ଏଠି ଅଛି, ବ ର ଫାଷ୍ଟ ଅକ୍ଷର ଏଠି ମ୍ୟାଚ କରିଗଲା, ତାହେଲେ ଆମେ ଜାଣିବା ଯେ ପଶ୍ଚିମ ଦିଗରେ ସେ କଳୁଷିତ ମାଟି ଅଛି। ତାହେଲେ ଆମେ ଜାଣିଲେ ଯଦି କୌଣସି ବ୍ରାହ୍ମଣ ଲୋକ ନୂଆ ଘର କରିବାକୁ ଯାଉଛି, ତାକୁ ଭଗବାନଙ୍କୁ ସ୍ମରଣ କରି ତାଙ୍କ ଇଷ୍ଟଙ୍କୁ ସ୍ମରଣ କରି ଗୋଟେ ଫୁଲର ନାଁ କହିବାକୁ କୁହାହେଲା। ଯଦି କୌଣସି ଗୋଟେ କ୍ଷତ୍ରିୟ ଘର କରିବାକୁ ଯାଉଛି ନୂଆ ମାଟି ଉପରେ, ତ ସେଇ ମାଟିର କଳୁଷିତ ଚେକ୍ କରିବା ପାଇଁ ଗୋଟେ ନଦୀର ନାଁ କହିବାକୁ କୁହାହେଲା। ଯଦି ଗୋଟେ ବୈଶ୍ୟ କଳୁଷିତ ମାଟି ଟେଷ୍ଟ କରିବାକୁ ଯାଉଛି, ତାକୁ ଟେଷ୍ଟ କରିବା ପାଇଁ ତାକୁ ଭଗବାନଙ୍କ ଆଉ ଇଷ୍ଟଙ୍କ ନାଁ ସ୍ମରଣ କରି ତାକୁ ଗୋଟେ ଫଳର ନାଁ କହିବାକୁ କୁହାହେଲା। ଯଦି ଗୋଟେ ଶୁଦ୍ର ମାଟି ଟେଷ୍ଟ କରିବାକୁ ଯାଉଛି, ତାହେଲେ ତାକୁ ଭଗବାନଙ୍କୁ ସ୍ମରଣ କରି ଗୋଟେ ଦେବତାଙ୍କ ନାଁ କହିବାକୁ କୁହାହେଲା। ଯଦି ଦେବତାଙ୍କର ପ୍ରଥମ ଅକ୍ଷରରେ ଏଇ ଟେବୁଲ ଭିତରେ କିଛି ଆସୁଛି, ତାହେଲେ ଆମେ ଜାଣିବା ଯେ ଏଇ ଟେବୁଲ ଭିତରେ ସେଇ ଜାଗାରେ ସେଇ ପୋର୍ସନ ରେ ସେଠି କଳୁଷିତ ଅଛି। ତାକୁ ନିବାରଣ କରିବା ପାଇଁ ବାସ୍ତୁବିଦ ମାନେ ବିଭିନ୍ନ ପ୍ରକାର ରିମେଡିସ୍ ଗୁଡାକ କହୁଥିଲେ। ତ ଏଇଟା ଆମେ ଇଏ ଜାଣିଲେ, ଯଦି ଏଇ କଳୁଷିତ ମାଟି ନିବାରଣ କଳୁଷିତ ମାଟିର କଳୁଷିତକୁ ନିବାରଣ କରିବା ପାଇଁ, ଦୂରୀକରଣ କରିବା ପାଇଁ ବାସ୍ତୁବିଦ ମାନେ ସର୍ବପ୍ରଥମେ ନିଡ କରୁଥିଲେ କି ସେ ଲୋକର ଜାତି ଗୋତ୍ର ଜାତି କଣ। ତେଣୁ ତଦନୁପାତିକ ତାଙ୍କୁ ଫୁଲ, ନଦୀ, ଫଳ, ଦେବତା ନାଁ ପଚାରି କହୁଥିଲେ। ଏବେ ଆମେ ଜାଣିବା ଯେ ସେ ଜେନେରାଲି କଣ କେମିତି ଏ, ଏ, ମାନେ ବାସ୍ତୁବିଦ ମାନେ ସେଟା କହୁଥିଲେ। କଳୁଷିତ ଜିନିଷଟାକୁ ନିବାରଣ କରିବା ପାଇଁ କି ସବୁଠାରୁ କଣ ପ୍ରୋସିଜିଅର ଆଗରୁ ଲୋକମାନେ ଦଉଥିଲେ ନା କହୁଥିଲେ ଗୋଟେ ଗାଈ ଆଣିକି ବାନ୍ଧି ଦିଅ। ଗୋଟେ ଗାଈ ଆଣିକି ବାନ୍ଧି ଦିଅ, ଗାଈକୁ ସେଠି ଖାଇବା ପିଇବାକୁ ଦିଅ, ଗାଈ ସେଠି ତାର ଝାଡା ପରିସ୍ରା କରିସାରିଲା ପରେ ଗୋବର ପଡିଲା, ଗାଈର ମୁତ ବି ବହୁତ ବଡ ପବିତ୍ର, ସେଠି ଯଦି ପଡିଲା ତାହେଲେ କଣ ହଉଥିଲା ନା କିଛି ଦିନ 7 ଦିନ ଖଣ୍ଡେ ରଖୁଥିଲେ ସେ ଗାଈକୁ, ଆଉ ତାର ସେବା କରୁଥିଲେ ସେଇ ପ୍ଲଟ ଉପରେ, ଏବଂ ତା ଦ୍ଵାରା ତାର କଳୁଷିତଟା ନିବାରଣ କରାଯାଉଥିଲା। ଏଟା ପଏଣ୍ଟ ନମ୍ବର 1। ଅର୍ କଣ କରୁଥିଲେ ନା କିଛି ଗଛ ପଞ୍ଚଶସ୍ୟର ଗଛ ଗୁଡାକ ବୁଣି ଦଉଥିଲେ, ସେଠି ଗାଈକି ଛାଡି ଦଉଥିଲେ, କହୁଥିଲେ ଗାଈ ଟିକେ ଖାଇବା ପାଇଁ, ଆଉ ଗାଈ ଖାଇ ଦଉଥିଲେ ଏବଂ ସେଠି ଗାଈ ରହୁଥିଲା 6-7 ଦିନ। ତା ଦ୍ଵାରା ବି ସେମାନେ କଳୁଷିତ ନିବାରଣ କରୁଥିଲେ। କିଛି ଲୋକ କଦଳୀ ଗଛ ଲଗାନ୍ତି, ଯୋଉଟା କି ଶୀଘ୍ର ଶୀଘ୍ର ବଢିଯିବ, ସେମାନେ ଟେଷ୍ଟ କରନ୍ତି, 2-3 ମାସ ରଖନ୍ତି, ଆଉ ଯଦି କଦଳୀ ଗଛଟା ବଞ୍ଚିଲା ତାହେଲେ ସେ ଜାଣିବ ଯେ ସେ ପ୍ଲଟର କଳୁଷିତଟା ନିବାରଣ ହେଇଗଲା। ଏବଂ କିଛି ଲୋକ କଣ କରନ୍ତି ନା ନିଜ ସେଇ ଯୋଉ ଧର ଏଇ ଲୋକଟା ଶୁଦ୍ର ଦେବତା କହିଲା ବରାହ, ବରାହ ରହିଲେ ପଶ୍ଚିମ ଦିଗରେ, କିଛି ଲୋକ ବାସ୍ତୁବିଦ ମାନେ କହନ୍ତି ଏଇ ଯୋଉ ପଶ୍ଚିମ ଦିଗର ଯୋଉଠି ରହିଲା ଯୋଉ ପାର୍ଟ ଟା ପଡୁଛି, ସେଇଠୁ 6 ଫୁଟ ତାର ବ୍ୟକ୍ତିର ହାଇଟ ଯେତିକି, ସେଇ ହାଇଟ ର ଆରାଉଣ୍ଡ 6 ଫୁଟର ମାଟିକୁ ସମ୍ପୂର୍ଣ୍ଣ ରୂପେ ଖୋଳିକି ସେ ପ୍ଲଟ ରୁ ବହୁତ ଦୂରକୁ ଫୋପାଡି ଦେବା ପାଇଁ, ଏବଂ ସେ ମାଟି ଆଉ କୌଣସି କାମରେ ବ୍ୟବହାର ନ କରିବା ପାଇଁ। ତେଣୁ ୟା ଦ୍ଵାରା କଣ ହଉଥିଲା ନା ମାଟିର ଶୁଦ୍ଧତା ଫେରି ଆସୁଥିଲା ବୋଲି ବିଲିଭ କରାଯାଉଥିଲା। ତ ଏଇ ଯେତିକି ଜିନିଷ ଆମେ ପଢିଲେ, ଏଇଟା ଥିଲା ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଈଶ୍ୱରଙ୍କ ଠାରେ ସମର୍ପିତ ପ୍ରୋସିଜିଅର, ଈଶ୍ୱରଙ୍କ ଠାରେ ସମର୍ପିତ ପ୍ରୋସିଜିଅର, ଏବଂ ତା ଦ୍ଵାରା ସେମାନେ କଳୁଷିତ ନିବାରଣ କରୁଥିଲେ। ଏବଂ ଯୋଉମାନେ ବାସ୍ତୁବିଦ ଆଉ ଇଏ ଥିଲେ, ଯୋଉ ବାସ୍ତୁବିଦ ମାନେ ଥିଲେ, ସେମାନେ ବହୁତ ନିୟମ ନିଷ୍ଠା ରହୁଥିଲେ, ଏବଂ ତାଙ୍କୁ ଭଗବାନଙ୍କର ଆଶୀର୍ବାଦ କ୍ରମେ ସେମାନେ କଳୁଷିତ ନିବାରଣ କରି ଏଇଭଳି ପ୍ରୋସିଜିଅରରେ ସେମାନେ କଳୁଷିତ ନିବାରଣ କରୁଥିଲେ। ଏବଂ ତା ଦ୍ଵାରା କଣ ହଉଥିଲା ନା ସେମାନେ ସେଇ ପ୍ଲଟକୁ କଳୁଷିତ ମାଟିକୁ ତାଙ୍କର ଦୂରୀକରଣ କରିପାରୁଥିଲେ ଏବଂ ବାସ୍ତୁରେ ଲୋକମାନଙ୍କୁ ହେଲ୍ପ କରୁଥିଲେ। ତେବେ ଏଇଥିରୁ ଆମେ ଏଇଆ ଜାଣିଲେ ଯେ ଆଗରୁ ପ୍ରିଭିୟସଲି ତ ବହୁତ କିଛି ଜିନିଷ ଅଛି, ପ୍ରିଭିୟସଲି ବହୁତ କିଛି ଜିନିଷ, ବହୁତ କିଛି ପ୍ରୋସିଜିଅର କୁହାଯାଇଛି। ଏବେ ମେସିନ ବାହାରିଗଲାଣି, ଏବେ ଏଗୁଡା କେହି କରୁନାହାନ୍ତି, ପାଠ ଦୃଷ୍ଟିରୁ ଆମେ କେବଳ ପଢିଲୁ। କିନ୍ତୁ ଏ ଥିଲା ପୁରାତନ ଯୁଗର କଳୁଷିତ ମାଟିକୁ ଆମେ ଆଜି ଏ ବିଷୟରେ କଣ ଜାଣିଲେ କି କଳୁଷିତ ପଦାର୍ଥ କଣ କଣ। କଳୁଷିତ ପଦାର୍ଥକୁ ଆମେ ପୂର୍ବତନ ଯୋଉ ମେଥଡ ରହିଛି ତାକୁ କିଭଳି ଭାବେ ତାକୁ ଡିଟେକ୍ଟ କଲେ, ଏବଂ କିଭଳି ଭାବରେ ବର୍ଣ୍ଣାଶ୍ରମ ଅନୁଯାୟୀ କଣ କଣ କୋଶ୍ଚିନ୍ ପଚାରିଲେ। ଯଦି ବର୍ଣ୍ଣାଶ୍ରମ ଅନୁଯାୟୀ କୋଶ୍ଚିନ୍ ରେ ତାଙ୍କର ପ୍ରଥମ ଲେଟରଟି ଆସିଗଲା ସେଇ ଟେବୁଲ ଭିତରକୁ, ତାହେଲେ ସେଇ ଟେବୁଲର ସେଇ ପାର୍ଟରେ କଳୁଷିତ ମାଟି ଅଛି ବୋଲି ଆମେ ଜାଣୁଥିଲେ, ଏବଂ ତାକୁ ଦୂରୀକରଣ କରିବା ପାଇଁ ଯାହା ମୁଁ ପ୍ରୋସିଜିଅର କହିଲି। ତେବେ ଆଜିର ସେସନରେ ଆମର ଏଣ୍ଡ ହେଲା ସଏଲ ଟେଷ୍ଟିଂ ପ୍ରୋସିଜିଅର, ଯୋଉଟା କି ବେସିକ୍ସ ଥିଲା। ଆଗକୁ ଯାଇକି ଆମେ ଆହୁରି ଅନ୍ୟ ମେସିନ କେମିତି ମଡର୍ଣ୍ଣ ଡେ ରେ କମ୍ପ୍ୟୁଟରାଇଜଡ ୱେ ରେ କେମିତି ଭାବରେ କଳୁଷିତ ମାଟି ଦୂରୀକରଣ ହଉଛି ସେଗୁଡା ବି ପଢିବା, କିନ୍ତୁ ଏଗୁଡା ବେସିକ୍ସ ଥିଲା, ଏଗୁଡାକୁ ବାଇପାସ୍ କରିକି ଆମେ ବାସ୍ତୁ ପଢି ପାରିବା ନାହିଁ। ସେଥିପାଇଁ ଏଇ ଜିନିଷଟା ମୁଁ କହିଲି। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।